लॉर्ड हालेलुया प्रभु जीशु ख्रीष्टଙ୍କ ମଧୁର ନାମରେ ମୁଁ ଆପଣମାନଙ୍କୁ ଆସନ୍ତା ଜୁଲାଇ 20 ତାରିଖରୁ 22 ତାରିଖ ମଧ୍ୟରେ ହେବାକୁ ଥିବା ସୁପର ଏଲ୍ ନିନୋ ଓମେନ୍ସ ମିଟିଂ 2026 ଫେଷ୍ଟିଭାଲ ଅଫ୍ ସାରିଫତକୁ ସ୍ୱାଗତ ଜଣାଉଅଛି। ଆମମାନେ ପ୍ରାର୍ଥନାର ସହିତ ଏହି ମିଟିଂ ଆଟେଣ୍ଡ କରିବା, ଅନଲାଇନରେ ହେଉ ବା ଅଫଲାଇନରେ ହେଉ, ମାନେ ସେ ସ୍ଥାନକୁ ଯାଇ ଜୁଲାଇ 20 ତାରିଖରେ ବରଗଡ଼ରେ ହେବ, 21 ତାରିଖରେ ସମ୍ବଲପୁରରେ ହେବ ଏବଂ 22 ତାରିଖରେ ଝାରସୁଗୁଡ଼ାରେ ହେବ। ବରଗଡ଼ରେ ଏହା ଗାନ୍ଧୀ ଛକରେ ଥିବା କଲ୍ୟାଣ ମଣ୍ଡପ ନିକଟରେ ହେବ। ସମ୍ବଲପୁରରେ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ନିକଟରେ ଥିବା ସମାଜ ଗୃହ ରିଟ୍ରିଟ୍ ହଲ୍ର ତଳ ଫ୍ଲୋରରେ ହେବ। ଝାରସୁଗୁଡ଼ାରେ ବିଜୁନଗର ସ୍ଥିତ ଆମମାନଙ୍କର ୱେଷ୍ଟର୍ଣ୍ଣ ଓଡ଼ିଶା ପ୍ରେୟର ଫେଲୋସିପ୍ ଚର୍ଚ୍ଚରେ ଆୟୋଜନ କରାଯାଇଅଛି। ଆଉ ମୁଁ ବିଶେଷ ରୂପେ ଏହି ମିଟିଂ ପାଇଁ ଆପଣମାନଙ୍କୁ ସ୍ୱାଗତ ଜଣାଉଅଛି ଆଉ ଅନୁରୋଧ କରୁଛି ଆପଣମାନେ ଯେ ଯେଉଁମାନେ ପାଖରେ ଯଦି ଅଛନ୍ତି ଆପଣ ନିକଟବର୍ତ୍ତୀ ବରଗଡ଼ ବା ସମ୍ବଲପୁର ବା ଝାରସୁଗୁଡ଼ାରେ, ତେବେ ଆପଣ ନିଶ୍ଚୟ ଏହି ପ୍ରୋଗ୍ରାମରେ ଯୋଗଦାନ କରନ୍ତୁ। ନଚେତ୍ ଆପଣମାନେ ଆପଣଙ୍କ ଘରେ ଆପଣମାନେ ଅନଲାଇନରେ ଏହି ମିଟିଂକୁ ଆପଣମାନେ ଆଟେଣ୍ଡ କରନ୍ତୁ। ଏହା ସମର୍ପଣ ଟିଭି ଓଡ଼ିଆ ଚ୍ୟାନେଲରେ ଏହାକୁ ଦେଖାଯିବ। ଆମମାନଙ୍କର ଏହି ପ୍ରୋଗ୍ରାମକୁ ମୁଖ୍ୟ ବକ୍ତା ଭାବରେ ବିଳାସପୁରରୁ ପାଷ୍ଟର ପରେଲ ସିଂ ଆସୁଛନ୍ତି ପ୍ରଭୁଙ୍କର ବାକ୍ୟକୁ ନେଇ। ଏବଂ ଏହି ମିଟିଂ ପାଇଁ ଏକ କ୍ଷୁଧା ନେଇ ଆପଣମାନେ ବସନ୍ତୁ, କାରଣ ପରମେଶ୍ୱରଙ୍କର ଏକ ବିଶେଷ ଇଚ୍ଛାକୁ ନେଇ ଏହି ମିଟିଂକୁ ଆୟୋଜନ କରାଯାଇଅଛି। ଆଉ ଆମମାନଙ୍କର ଏହି ମିଟିଂକୁ ଆୟୋଜନ କରିବାରେ ସୁନିତା ରାଣୀ ମୁଁ ଯିଏକି ଆପଣଙ୍କ ସମ୍ମୁଖରେ ରହିଅଛି ଏବଂ ଆମମାନଙ୍କର ଭଉଣୀ ସୁସ୍ମିତା ଦୀପ ସେ ଆମମାନେ ମିଶି ଏହି ମିଟିଂକୁ ଆୟୋଜନ କରୁଛୁ। ଆଉ ଅନେକ ଭାଇ ଭଉଣୀମାନେ ଆମମାନଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି। ପ୍ରଭୁଙ୍କ ଦାସୀମାନଙ୍କର ପରାମର୍ଶ ରହିଅଛି, ତତ୍ସଙ୍ଗେ ଅନେକଙ୍କର ପ୍ରାର୍ଥନା। ଏବଂ ଏହି ମିଟିଂ ଆୟୋଜନ କରିବାର ପୂର୍ବରୁ ମୁଁ ଗୋଟେ ବିଶେଷ ବିଷୟ କହିବା ପାଇଁ ଚାହେଁ। ମୁଁ ଯାହାକି ଯେତେବେଳେ ମୁଁ ବିଭିନ୍ନ ସ୍ଥାନମାନଙ୍କୁ ଯାଉଥିଲି ଚିଠି ଦେବା ପାଇଁ, ଲେଟର ଦେବା ପାଇଁ ବା ଏହି ମିଟିଂ ବାବଦରେ ଅନ୍ୟମାନଙ୍କଠୁ ଜଣାଇବା ସହିତ କଲେକ୍ସନ୍ ପାଇଁ ଆମେ ଯାଉଥିଲୁ, ସେ ସମୟରେ ମୁଁ ଗୋଟେ ବିଶ୍ୱାସମାନଙ୍କ ସମ୍ମୁଖରେ ରଖୁଥିଲି। ଆଉ ମୁଁ ସେଇ ବିଷୟକୁ ଆପଣମାନଙ୍କ ସମ୍ମୁଖରେ ମଧ୍ୟ ରଖିବା ପାଇଁ ଚାହେଁ। ଆମମାନେ ବର୍ତ୍ତମାନ ସମୟରେ ଏହି ପ୍ରକାର ବର୍ଷା ମାସ ସମୟରେ ଆମମାନେ କୌଣସି ପ୍ରକାର ମିଟିଂ କରିବାର ମିଟିଂ ଆୟୋଜନ କରିବାର ଆମମାନଙ୍କର ଅଭିପ୍ରାୟ ନଥିଲା। ମାତ୍ର କିଛି ଦିନ ପୂର୍ବେ ପ୍ରଭୁ ଗୋଟେ ବିଷୟ ଆମମାନଙ୍କୁ ଜଣାଇଲେ ଯେ ଆମେମାନେ ଯଦି ଏ ପ୍ରକାର ବିଷୟ ଯେ କେବଳ ଆମେ ପ୍ରଭୁ ପ୍ରଭୁ ଯଦି କହିବା ମାତ୍ର ଈଶ୍ୱରଙ୍କ ଇଚ୍ଛାକୁ ସାଧନ କରିବା ନାହିଁ, ତେବେ ପ୍ରଭୁଙ୍କର ସନ୍ତୋଷ ନାହିଁ। ଆଉ ଯେତେବେଳେ ଜଣେ କାର୍ଯ୍ୟକାରୀ ବାହାରିଥାଏ, ସେ ଖରା ବର୍ଷା ଶୀତକୁ ଦେଖିନଥାଏ। ପରମେଶ୍ୱର ଆମମାନଙ୍କର ଆଗାମୀ ସମୟରେ କ'ଣ ହେବାକୁ ଯାଉଛି ତାହା ଜାଣନ୍ତି। ବର୍ତ୍ତମାନ ଦେଖନ୍ତୁ ସୁପର ଏଲ୍ ନିନୋ ଯେଉଁ ପବନ ବହୁଅଛି ପ୍ରଶାନ୍ତ ମହାସାଗରରେ, ଯେଉଁ ସୁପର ଏଲ୍ ନିନୋ ବା ଏଲ୍ ନିନୋ ପବନ ତ ବହିଥାଏ, ମାତ୍ର ଏଥର ତାର ପ୍ରଭାବ ରହିଥାଏ, କିନ୍ତୁ ସୁପର ଏଲ୍ ନିନୋ ତା ଆହୁରି ତୀବ୍ର ଭାବରେ ହେବ। ତେଣୁ ଏହାକୁ ସୁପର ଏଲ୍ ନିନୋ କୁହାଯାଉଅଛି। ଯେତେବେଳେ ଏହି ପ୍ରଭାବ ହେବ, ତାହା ଆମମାନଙ୍କର ମୌସୁମୀ ବାୟୁକୁ ଅତ୍ୟଧିକ ପ୍ରଭାବିତ କରିବ। ତଦ୍ଦ୍ୱାରା କ'ଣ ହେଇଥାଏ, କ'ଣ ହେବ ନା ଆମମାନଙ୍କର ଦୈନନ୍ଦିନ ଜୀବନରେ ବର୍ତ୍ତମାନ ତ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ, ଆମମାନଙ୍କର କୃଷି କ୍ଷେତ୍ରକୁ ପ୍ରଭାବିତ କରିବ। ଯଦି କୃଷି କ୍ଷେତ୍ରକୁ ପ୍ରଭାବ ପକାଇଲା, ତା ଅର୍ଥ ଆମମାନଙ୍କର ଖାଦ୍ୟ ଉପରେ ପ୍ରଭାବ ପକାଇଲା। ଆଉ ସେଇ ପ୍ରକାର ଆମେ ବର୍ତ୍ତମାନ ଦେଖୁଛୁ ଯେ ଖାଦ୍ୟ ପଦାର୍ଥ ଗୁଡ଼ିକର ଦର ଏତେ ଉଚ୍ଚ ହେଲାଣି, ମହଙ୍ଗା ଏତେ ଦୂର ବଢ଼ିଲାଣି, କିନ୍ତୁ ତା ସହିତ ଆମେ ଦେଖୁଛୁ ଯେ ଅନେକ ବେକାରୀ ସମସ୍ୟା ଗୁଡ଼ିକ ରହିଛି। ଠିକ୍ ଅଛି, କିନ୍ତୁ ଏଇ ବାୟୁ ବହିବା ଦ୍ୱାରା କ'ଣ ହେବ, ବର୍ତ୍ତମାନ ଆମମାନଙ୍କର କୃଷି କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପକାଇବ। ତ ଆମମାନଙ୍କର କେଉଁ ଅଞ୍ଚଳରେ ଏତେ ବର୍ଷା ହେବ ଯେ ଫସଲ ଧୋଇ ହେଇଯିବ, ତାହା କଲେକ୍ଟ କରାଯାଇପାରିବ ନାହିଁ। ଫସଲ ହେଇକି ନ ହେଇକି କିଛି ଲାଭ କିଛି ଆମମାନଙ୍କର କାମ ଦେବ ନାହିଁ। ଆଉ ଯେଉଁ ଜାଗାରେ ଫସଲ ହେବ ବି, ରାଇଟ୍ ଟାଇମ୍ରେ ସେ ଫସଲ କ'ଣ ହେବ, ନଷ୍ଟ ହେଇଯିବ। ଆଉ କ'ଣ ହେବ, ଫସଲ ଆଉ ଗୋଟେ ସ୍ଥାନରେ ବର୍ଷା ମଧ୍ୟ ସେଇ ପରିମାଣରେ ହେବ ନାହିଁ, ଯଦ୍ୱାରା କି ଫସଲ ହେବ ସୁଖା ଦେଖାଯିବ। ଆଉ ଦେଖନ୍ତୁ ବର୍ତ୍ତମାନ ଜଳସ୍ତର କମି ଯାଉଛି। ଆଉ ଆମେ ଯେତେବେଳେ ଏହି ସୁପର ଏଲ୍ ନିନୋର ବିଭିନ୍ନ ଦିଗକୁ ଧ୍ୟାନ କରୁଥିଲୁ, ସେ ସମୟରେ ଗୋଟେ ବିଷୟ ଆସିଲା ଯେ
ଏହାଦ୍ୱାରା ଯାହା ବି ଅଭାବ ଆସେ ପରିସ୍ଥିତି ମାନେ ଆସେ ସେ ସମସ୍ତ ଭିତରେ ସ୍ତ୍ରୀ ଲୋକମାନେ ବିଶେଷ ରୂପେ ପ୍ରଭାବିତ ହେବେ। ମୁଁ ସେଥିରୁ ଦୁଇ ତିନିଟା କାରଣ ଆପଣମାନଙ୍କୁ କହୁଛି। କାରଣ ଜଳର ବ୍ୟବହାର ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକମାନେ ଅଧିକ ଭାବରେ କରିଥାନ୍ତି। ଆଉ ଯଦି ଜଳ ଆଉ ଆମକୁ ଦରକାର ମଧ୍ୟ ଅଧିକ ପରିମାଣର ଜଳ। ଆଉ ଯଦି ଆମକୁ ଜଳ ମିଳିବ ନାହିଁ ତ ଭାବନ୍ତୁ ପରିସ୍ଥିତି କେମିତି। ଯଦି ଜଳ ହେବ ନାହିଁ ତାହେଲେ ଇଲେକ୍ଟ୍ରିସିଟି ହେବନି, ପରିସ୍ଥିତି କେମିତି ହେବ ଭାବନ୍ତୁ। ଯଦି ଟାଇମଲି ଲାଇନ୍ ଆଜି ଆମଙ୍କ ଜୀବନ ଏତେ ଅଭ୍ୟସ୍ତ ହୋଇଗଲାଣି, ଆମେ 10 ମିନିଟ୍ ମଧ୍ୟ ଆମଙ୍କ ଘର ଛୋଟ ପିଲା ମଧ୍ୟ ରହିପାରୁନି, 10 ମିନିଟ୍ ମଧ୍ୟ ମାନେ ବିନା ପଙ୍ଖାରେ ରହିପାରୁନୁ। ଆମେ ଯଦି କିଚେନରେ କିଛି କାମ କରୁଛୁ ତାହେଲେ ପୁଣି ଆମେ 2 ମିନିଟ୍ ପରେ ଆମେ ପୁଣି ପାଖ ରୁମ୍ରେ ଥିବା ପଙ୍ଖା ପାଖକୁ ଚାଲି ଆସୁଛୁ। ଗରମ ଆମେ ସହ୍ୟ କରିପାରୁନାହୁଁ। ଆଉ ଦେଖାଯାଏ ଯେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ପୁରୁଷମାନେ ସ୍ତ୍ରୀମାନଙ୍କ ଅପେକ୍ଷା ଅଧିକ ଗରମ ସହ୍ୟ କରିପାରନ୍ତି, ମାତ୍ର ସ୍ତ୍ରୀମାନେ କରିପାରନ୍ତି। ତ ଭାବନ୍ତୁ ଗରମ ଯଦି ବୃଦ୍ଧି ପାଇଲା, ମାନେ 2026ରେ ଯେଉଁ ଗରମ ଆମେ ଦେଖିଲେ ତାଠାରୁ 2027 ଆଗାମୀ ସମୟରେ ଗରମ ଆହୁରି ବଢ଼ିବା ପାଇଁ ଯାଉଛି। ତାହା ଆମମାନଙ୍କ ନିମନ୍ତେ କେତେ ମାନେ ଭୟଙ୍କର ପରିସ୍ଥିତି ଆସୁଛି ଭାବନ୍ତୁ। ଆହୁରି ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ରହିଅଛି, କିନ୍ତୁ ସେ ସମସ୍ତ ମଧ୍ୟରେ ଗୋଟେ ସ୍ତ୍ରୀ ଏଇ ପ୍ରକାର କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯାଉଛି। ତ କଠିନ ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ଆମକୁ କ'ଣ ହେବାକୁ ପଡ଼ିବ? ପ୍ରସ୍ତୁତ ହେବାକୁ ପଡ଼ିବ। କ'ଣ ପ୍ରସ୍ତୁତ ହେବା? ସେ ସମୟରେ ଆମେ କି ପ୍ରକାର ବିଶ୍ୱାସ, ଆମେ ଯେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରୁ, ସେଇ କଠିନ ପରିସ୍ଥିତି ସମୟରେ ଆମର ବିଶ୍ୱାସକୁ ଆମେ କି ପ୍ରକାର ଧରି ରଖିବାକୁ ପାରିବା। କାରଣ ଯିଏ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବ ସେ ପରିତ୍ରାଣ ପାଇବ। ବାକ୍ୟରେ ଲେଖା ହେଇ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ ବୋଲିକିରି। ଆଉ ବିଶ୍ୱାସ ଅଛି ତେବେ ଆମେ ଧୈର୍ଯ୍ୟ ଧରିପାରିବା। ତେଣୁ ଏଇ ମିଟିଂ ବିଶେଷ ରୂପରେ ଆମମାନଙ୍କର ବିଶ୍ୱାସ ବିଷୟକୁ ଆଧାରିତ ଅଟେ। ଆସୁ ଆମେ ଆମକୁ ନିଜକୁ ପରୀକ୍ଷା କରୁ ଯେ ବର୍ତ୍ତମାନ ମୋ ଠାରେ ବିଶ୍ୱାସ ଅଛି କି? ଶିଷ୍ୟମାନେ ମଧ୍ୟ କହିଲେ ଆମଙ୍କ ବିଶ୍ୱାସକୁ ବଢ଼ାଇ ଦିଅ। ଆଉ ସେଇ ଜଣେ ତାଙ୍କର ସନ୍ତାନକୁ ନେଇ ଆସି କହିଲେ କି ମୋର ଅବିଶ୍ୱାସର ପ୍ରତିକାର କର। ପ୍ରିୟ ଭଉଣୀମାନେ, ମା ମାନେ, ଆଜି ଆମକୁ ବିଶ୍ୱାସର ଆହୁରି ଆବଶ୍ୟକତା ରହିଛି। ହଁ, ଠିକ୍ ଅଛି, ଆମେ ବିଶ୍ୱାସ କରୁଛୁ, କିନ୍ତୁ ସେଇ ଯେତେ ବିଶ୍ୱାସ କରୁଛୁ କି ତାହା ସଫିସିଏଣ୍ଟ କି ସେଇ ବିଶ୍ୱାସ ଦ୍ୱାରା ଆମଙ୍କର ପରମେଶ୍ୱର ସନ୍ତୁଷ୍ଟ? ପ୍ରଭୁ ପୁସ୍ତକରେ ଏବେରି ପୁସ୍ତକରେ ଲେଖା ହେଇଛି ଯିଏ ତାଙ୍କ ନିକଟକୁ ଆସିଛି ତାର ବିଶ୍ୱାସ ଥିବା ଆବଶ୍ୟକ। ଆମ ହୃଦୟରେ ପୂର୍ଣ୍ଣ ବିଶ୍ୱାସ ସହିତ ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ ଯଦି ହେବା, ସେ ଅସମ୍ଭବ ସମୟରେ ସାରିଫତରେ ଯେ ପ୍ରକାର ପରିସ୍ଥିତି ଥିଲା, ସବୁଆଡ଼େ ଥିଲା, କିନ୍ତୁ ପ୍ରଭୁ ପରମେଶ୍ୱର ପିତା କ'ଣ କଲେ? ଏଲିୟକୁ ପଠାଇଲେ ସେ ବିଧବାର ଗୃହକୁ। ଆଉ ତାର ପରିଜନ ସମସ୍ତେ କ'ଣ ହେଲେ? ପରିତୃପ୍ତ ହେଲେ। ଆଉ ସେଇ କଠିନ ପରିସ୍ଥିତିକୁ ସମୟକୁ ସେମାନେ ପାର କଲେ। ଆସୁ ଆମେ ସେଇ ପ୍ରକାର ଏକ ବିଶ୍ୱାସ, ଆମଙ୍କ ବିଶ୍ୱାସକୁ ଆଜି ଚେକ୍ କରିବାର ସମୟ। ଆଉ ଏଇ ମିଟିଂରେ ଆମେ ଆମର ବିଶ୍ୱାସକୁ ଚେକ୍ କରିବା ପାଇଁ ଆମମାନେ ଏଇ ମିଟିଂକୁ ରଖିଛୁ। ଆଜି ଆମର ବିଶ୍ୱାସ ଅଛି ନା ଅବିଶ୍ୱାସ ଅଛି? ନା ଆମେ ଦୁଇ ମଝିରେ ଅଛୁ? ଆଜି ଆମେ ଏଇ ଯେଉଁ ମିଟିଂରେ ଆମେ ଏଇ ବିଷୟ ଦେଖିବା ପାଇଁ ଚାହୁଁଛୁ। ଆମମାନଙ୍କର ଯଦି ଆମର ଅବିଶ୍ୱାସ ହେଇଛି ତାହେଲେ ଅବିଶ୍ୱାସର ପ୍ରତିକାର ହଉ ବୋଲି। ଆଉ ଯଦି ବିଶ୍ୱାସ ଅଛି, ସେ ବିଶ୍ୱାସ ବଢ଼ିବାର ଅଛି ଆମମାନଙ୍କର। ଆଉ ସେ ବିଶ୍ୱାସ ଦୃଢ଼ ବିଶ୍ୱାସ, ବଡ଼ ବିଶ୍ୱାସ, এই ପ୍ରକାର ବିଷୟ ହେବାର ଅଛି। ଯେ ପ୍ରକାରେ ଆମମାନେ କଠିନ ସମୟରେ ଅନ୍ୟ କୌଣସି ଏ ପ୍ରକାର ସମୟ ଆସିଛି, କୌଣସି ବିଷୟ ଆମର କାମ ଦେବ ନାହିଁ। ମାତ୍ର ଆମ ପାଖରେ ଯଦି ଆମର ହୃଦୟରେ ଯଦି ପୂର୍ଣ୍ଣ ବିଶ୍ୱାସ ଅଛି ଖ୍ରୀଷ୍ଟଙ୍କଠାରେ, ତେବେ ଆମେ ସେ ସମୟକୁ ପାର କରିପାରିବା। ଆଉ ପରମେଶ୍ୱରଙ୍କର ସେ ଅଲୌକିକ ପ୍ରବଧାନ, ଯାହା ମାନେ ପ୍ରୋଭିଡେନ୍ସକୁ ଆମମାନେ ପାଇପାରିବା ମାନେ ସେ ସମସ୍ତ ସମୟରେ ମଧ୍ୟ। ଆଉ ଯେ ପ୍ରକାର ଲେଖାଯାଇଛି ବାକ୍ୟରେ ଯେ ତୁମେ ମାନେ ଆକାଶର ପକ୍ଷୀଙ୍କୁ ଦେଖ, ସେ ବୁଣେ ନାହିଁ କି କାଟେ ନାହିଁ, ମାତ୍ର ତାର ସ୍ୱର୍ଗୀୟ ପିତା ତାକୁ ଦିଅନ୍ତି ବୋଲି। ଆଉ ପ୍ରଥମେ ରାଜ୍ୟ ଧାର୍ମିକତା ଅନ୍ୱେଷଣ କରିଥାଏ, ସମସ୍ତ ବିଷୟ ଦିଆଯାଏ। ପ୍ରଭୁ ଆମମାନଙ୍କୁ ସେଇ କେଉଁ ପ୍ରକାର ବିଶ୍ୱାସ ଦ୍ୱାରା ଆମେ ରାଜ୍ୟ ଧାର୍ମିକତା ଅନ୍ୱେଷଣ କରିବା, ଯଦ୍ୱାରା କି ଆମକୁ ସବୁ ବିଷୟ ଦିଆଯିବ। ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ। ସେ କହିଛନ୍ତି ସବୁ ବିଷୟ ଦିଆଯିବ, ମାନେ ଆମକୁ ସବୁ ବିଷୟ ଦିଆଯିବ। ତ ବୁଣା ବି ଯିବ ନାହିଁ କି କଟା ବି ଯିବ ନାହିଁ, କିନ୍ତୁ ପ୍ରଭୁ ସବୁ ବିଷୟ ଦେବେ। ସ୍ୱର୍ଗ କର୍ତ୍ତୃତ୍ୱ କରୁଅଛି ବିଷୟ ମାନେ ଅନୁଭବ କରିବା। ତେଣୁ ଆସୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଉ 6 ଦିନ ରହିଲା ଆମମାନଙ୍କର ଏଇ ମିଟିଂକୁ। ଆଉ ଆପଣମାନେ ଆସନ୍ତୁ, ଆଉ ଏ ମିଟିଂରେ ଯୋଗଦାନ କରନ୍ତୁ। ଆଉ ଆପଣଙ୍କର ବିଶ୍ୱାସକୁ ଆଉ ଥରେ
आउ थरे आपण विश्वास को आमाने परिष्कार करू परीक्षा सिद्ध विश्वास जहाँ शुद्ध सुवर्ण ठारू मध्य अधिक मूल्यवान आम से विषय को आज धरू से बहुमूल्य विषय को धरू कारण आपण मो ख्रीष्टठारे बहुमूल्य अटू आ प्रभु आम मैंने जपरी राज्यर अधिकारी होगा से निमंत से आम निमंते क्रूसरे मूल्य दे सारी तेणु आम से मूल्य जपरी निरर्थक न हुए आम जीवन रे आमे प्रतिज्ञा जपरी प्रवेश करने को पारिबा तेणु से विश्वास को धरिबा आमे आसु मु पुणी थे आपण मानक अनुरोध करुच्ची विशेष रूप से आम जिते बड़े गोटे माँ जिते बड़े से विश्वास को धरी थाए सेते बेले कौन होता है तार विश्वास को तार परिवार लोक देखी था तार परिवार लोक मैंने धैर्य धरिबा तार लोक मैंने परिवार लोक मैंने विश्वास करने आरंभ करती तेणु माँ आपणकर विश्वास साधारण विश्वास नुहे आपण जो ख्रीष्टठारे विश्वास कर से विश्वास आपण परिवार को जपरी आप खाद्य प्रस्तुत कले से परिवार को खाद्य दिए आपण विश्वास बांटे आपण द्वारा आपण परिवार विश्वास रे बलवान हेबो आ से परिस्थिति से कठिन समय को से पार करिबा से भयंकर समय को पार करिबो तेणु मु आपण मानको अनुरोध करुछि आपण माने एक क्षुदानी एक प्रार्थना सहित ए मीटिंग को आसंतु आ प्रार्थना रे मीटिंग को तोली धरंतु जेपरि प्रार्थना शृंखलित सुरक्षित भाव रे प्रत्येक निमंत्रण आशीर्वादर विषय हुए आ मु धन्यवाद देउछि जे परमेश्वर को से आम प्रति अत्यंत मनोयोगी अटंती तेणु आश्चर्य प्रकार यही प्रकार एक विषय से आयोजन आम निमंते करछंती जे समय कि आम बसिबा प्रभु को पा तले आपण विश्वास को परीक्षा करवा जे आमे आज विश्वास रे अछु कि ना आसु आमे गोटे मिनिट प्रार्थना करवा आउ प्रभु मु जीशुଙ୍କ नाम प्रार्थना करुचे पिता परमेश्वर आमे तुम निकट को आसुअछु ए वार्ता अनेकों निकट में पहुँचु प्रभु आ तुम्हें तुम संतान मान को प्रभु तुम्हें आकर्षित कर से जीवन को तुम्हें संजीवित कर से विश्वास प्रभु जहाँ विभिन्न परिस्थितिर चापरे प्रभु हयता परमेश्वर पिता झावली पड़ी अच्छी बा प्रभु निस्तेज हो पड़ी अच्छी बा शुष्क हो पड़ी अच्छी शिथिल हो पड़ी अच्छी प्रभु से विश्वास जीवन को पुनर्जीवित कर से विश्वास जीवन को तुम पुनरुत्थान सामर्थ्य पुनर्बार उठाओ प्रभु कारण तुम्हें कहल जे तुम्हें उठ स्त्री लोक मान को हाँ प्रभु तुम्हें विश्वास ख्रीष्ट विश्वास कहल उठ दीप्तिमती हो कारण तुम दीप्ति उपस्थित बोली प्रभु जिते समस्त चतुर्पार्श्व अंधकार थी से समय तुम लोक मान प्रभु तुम्हें उदित हो बोली प्रभु से समय प्रभु तेणु प्रभु तुम्हें प्रभु प्रत्येक को आशीर्वाद कर आई मीटिंग जे प्रत्येक निमंते आशीर्वाद विषय हुए ये अनुग्रह प्रदान कर प्रभु गौरव तुम्हें पाओ यीशु नाम प्रार्थना मांगुअछि आमेन।